ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ତୃତୀୟ ଅଧ୍ୟାୟ। ଶ୍ରୀଶୁକ ବାଚ ଅଗ୍ନିଧ୍ର ସୁତଙ୍କ ମଧ୍ୟରେ ନାଭିର ପୁତ୍ର ନୋହିବାରେ ଇଚ୍ଛା ହୋଇ ପୁତ୍ର ଠାରେ ପତ୍ନୀ ମେରୁ ଦେବୀର ଠାରେ ଭଗବାନ ଯଜ୍ଞ ପୁରୁଷେ ତାହାଙ୍କୁ ଭଜିଲା ବିଶ୍ୱାସେ ନାଭି ଯେ ଶୁଦ୍ଧ ଭାବ ଧରି ମନ୍ତ୍ରେ ଆହୁତି ହବି ଭରି ତାହାର ଶୁଦ୍ଧ ଭାବୁ କରି ଯଜ୍ଞ ପ୍ରସନ୍ନ ନରହରି ଭଗବାନ ଭକ୍ତ ଲକ୍ଷଣ ସେ ଧର୍ମେ ଆତ୍ମାର କାରଣ ରାଜାର ସନ୍ତୋଷ ନିମନ୍ତେ ସ୍ୱଇଚ୍ଛା ଅତି ସୁଖ ଚିତେ ମନ ନୟନ ହୃଦ ଦେଶେ ଆନନ୍ଦ କଲେ ଯେ ପ୍ରକାଶେ ତେଜେ ବିରାଜମାନ ହୋଇ କୌସ୍ତୁଭ ମଣି ବିରାଜଇ ବିରାଜେ ମର୍କତ କୁଣ୍ଡଳ ନିର୍ମିତ ମୁକୁଟ ଶରୀର ଯେ ଯଜ୍ଞ ବ୍ରତ ବିପ୍ରଙ୍କର ଉତ୍ସବ ହୋଇଛି ହୃଦର ନିର୍ଧନ ଗୃହେ ପାଇ ଧନ କୋଟି ନିଧି ପ୍ରାୟ ଯେସନ ତେମନ୍ତେ ହୋଇ ଦ୍ୱିଜ ଗଣେ ଯଜ୍ଞରେ ଥିଲେ ଯଜମାନେ ପରମ ବ୍ରହ୍ମକୁ ସେ ପାଇ ନମିଲେ ଶିର କର ଦେଇ ଭୋନାଥ ପରମ କାରଣ ତୁମ୍ଭର ଆମ୍ବେ ଭୂତ ଗଣ ସର୍ବପୂଜିତ ତୁ ଠାକୁର ସେବା ଯେ ଘେନ ତୁ ଆମ୍ଭର ଏ ତୋର ଚରଣାର ବିନ୍ଦେ ନମିବୁ ମନର ଆନନ୍ଦେ ତୋର ଭିଆଣ ଏ ଜଗତ ପ୍ରକୃତି ପୁରୁଷ ସଞ୍ଜାତ ତ୍ରିଗୁଣେ ଜୀବବନ୍ଦୀ ହୋଇ ଏ ଜୀବ ସଂସାରେ ଭ୍ରମଇ ସୃଷ୍ଟିର କର୍ତ୍ତା ଯେତେ ଜନ ସେ ସର୍ବ ତୋହର ଅଧୀନ ଭୋନାଥ ତୋହର ମହିମା ସଂସାରେ କେ କରିବ ସୀମା ସାକ୍ଷାତେ ନୁହଇ ଗୋଚର ପ୍ରଭୁ ରୂପ ଗୁଣ ତୋହର ନାମ ଉଚ୍ଚାରଣ ସକଳ ପାପ ବିଶ୍ୱଧନ ଅଖିଳ ବ୍ରହ୍ମାଣ୍ଡ ଠାକୁର ତୁନାଥ କରୁଣା ସାଗର ମଲ୍ଲିକା ଦୁର୍ବାଦଳ ସାର ପୂଜନ୍ତି ତୋହର ପୟର ତେଣୁ ତୁ ପରମ ସନ୍ତୋଷ ପ୍ରସନ୍ନ ହୁଅ ହୃଷିକେଶ ଶିଶୁଙ୍କ ବୁଦ୍ଧି ଯେସନ ତେମନ୍ତେ ପ୍ରାୟ ଯେସନେ ତେମନ୍ତ ପ୍ରାୟ ଅଭିମାନେ ପରମ ଦୟାଳୁ ସାଗର ରାଜାଙ୍କୁ ପ୍ରଭୁ ଦୟା କର ଏମନ୍ତ ସ୍ତୁତି ଶୁଣି ତ ସେ ଜଗତ ପ୍ରଭୁ ଯେ ଆସସେ ରାଜାର ଚକ୍ଷୁ ଯେ ଗୋଚରେ ହୋଇଲେ ଅତି ମନୋହରେ ପୁଣି କହନ୍ତି ଋଷିଗଣ ଭୋନାଥ ସାବଧାନେ ଶୁଣ ଜ୍ଞାନ ଆନନ୍ଦେ ପାପ କହି ତପାଦ ପଦ୍ମେ ଯୁଗ ଧାଇ ଯେ ଆତ୍ମା ରାମ ମୁନି ଗଣ ସେବନ୍ତି ତୋହର ଚରଣ ଏ ତୋର ଗୁଣ ଜ୍ଞାନ ମାନ କରନ୍ତି ଅବିରତେ ଧ୍ୟାନ ତୁନାଥ ଅଖିଳ ଠାକୁର ପରମ ମଙ୍ଗଳର ଘର ଆମ୍ବେକିଙ୍କର ହୀନ ଜନ କରିବୁ ନାହିଁ ତ ସ୍ମରଣ ସକଳ କଳୁଷ ନାଶନ ନିର୍ମଳ ତ ଗୁଣ ଗାୟନ ଆମ୍ଭର ମରଣ ଦଶାରେ ତୋ ନାମ ହେବ କି ମନରେ ଏମନ୍ତ କୃପା ପ୍ରଭୁଙ୍କର ଅଖିଳ ବ୍ରହ୍ମାଣ୍ଡ ଠାକୁର ଏବେ ତୁ ଶୁଣ ଭାବଗ୍ରାହୀ ଏ ରାଜା ପୁତ୍ର କାମୀ ହୋଇ ତୋର ପ୍ରସାଦେ କୁମରେ ମାଗଇ ତୋର ସଦୃଶ୍ୟରେ ଏ ସର୍ବ ଭୋଗ ମୁଖ୍ୟ ପଦ ସକଳ ଦେଉ ତୁ ଗୋବିନ୍ଦ ନିର୍ଧନ ପ୍ରାଣୀ ଯେ ସନେ ମାଗନ୍ତି ଧନବନ୍ତ ଜନେ ଏଥୁ ଅନ୍ତରେ ସେ ରାଜନ ନିଶ୍ଚଳ ଚିତେ କରେ ଧାନ ଈଶ୍ୱର ମୁଖକୁ ସେ ଚାହିଁ ହର ସେ ବଚନ ବୋଲଇ ଭୋନାଥ ପରମ ମଙ୍ଗଳ ପ୍ରସନ୍ନ ହୁଅ ଆଦି ମୂଳ ଏ ତୋର ଚରଣାର ବିନ୍ଦ ଆଶ୍ରୟ ନ କରି ଗୋବିନ୍ଦ ଏ ଭବ ସାଗରୁ ଯେ ସନ ଯାହାର ହୁଅନ୍ତି ଅଭିନ୍ନ ତୋର ଚରଣେ ନ ଭଜନ୍ତି ଅଜ୍ଞାନେ ସଂସାରେ ପଡ଼ନ୍ତି ସକଳ ଭ୍ରତା ତୁ ଈଶ୍ୱର ତୋର ଭିଆଣ ଏ ସଂସାର ଅଖିଳ ବୃନ୍ଦାର କଗଣ ସେବନ୍ତି ସେ ପ୍ରଭୁ ଚରଣ ଏମନ୍ତ ନାଭିସ୍ତୁତି ମଣି ଦେବାଦି ଦେବ ଶିରୋମଣି ସଦୟ ଚାହିଁ ଭଗବାନ କହନ୍ତି କମଳ ଲୋଚନ ଶ୍ରୀ ଭଗବାନ ଉବାଚ ହେ ସର୍ବ ମୁନି ଜନ ଯେତେ ସ୍ତୁତିରେ ବସ କଲେ ମତେ ମୋହର ରୂପ ତ ପାର କି ରୂପେ ହୋଇବି କୁମର ତପସ୍ୟା ବ୍ରହ୍ମ ବାକ୍ୟ ମାନ ବିଅର୍ଥେ ହୋଇବ କେଶନ ବ୍ରହ୍ମାର କୂଳ ଏ ହୁଅଇ ମୋହର ପାଳିବା ଯୋଗାଇ ଏବେ ମୁଁ ପୁତ୍ର ରୂପ ହୋଇ ଅଂଶରେ ଅବତରିବଇ
ରାଜାର ହିତେ ମୁନିଗଣ ଶୁଣିଲେ ମନ୍ତ ବଚନ। ଏତେ କହିନ ନାରାୟଣ ଅଗ୍ନିରେ ହେଲେ ଅନ୍ତର୍ଧ୍ୟାନ। ଏମନ୍ତେ ମୁନିଗଣ ହେରି ପ୍ରସନ୍ନ କରାଇଲେ ହରି। ରାଜାର ପ୍ରିୟ ଭାବ ହୋଇ ସେ ପ୍ରଭୁ ମେରୁ ଦେବୀ ଠାଇ। ସଂସାର ଧର୍ମ ଆଚରଣ ଅବତରିଲେ ନାରାୟଣ। କହଇ ବିପ୍ର ଜଗନ୍ନାଥ ରାଜା ଯଜ୍ଞ ସ୍ତୁତି ଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂଶ ସଂହିତାଏ ବୟାସିକା ପଞ୍ଚମ ସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେ ନାମ ତୃତୀୟୋଧ୍ୟାୟ।